ଗତକାଲି ମୁଁ ରାତି 9ଟା 10ଟା ବେଳେ ଜାଣିବାକୁ ପାଇଲି ଆମ ଜିପି ଫଣ୍ଡର ପଇସା ପିଓ ଏବଂ ସରପଞ୍ଚ ମ୍ୟାଡ଼ାମ୍ ଦୁଇ ଜଣ ଥରେ ଆପଣଙ୍କର 20/6/2024 ତାରିଖରେ 1,00,000 ଟଙ୍କା ଏବଂ 30/6/2024ରେ 50,000 ଟଙ୍କା ୱିଥଡ୍ର କରି ନେଇଯାଇଛନ୍ତି। ତ ସେ ଜିନିଷ ଫର୍ଣ୍ଣିଚର କିଣିବା କଥା, କିନ୍ତୁ କିଣା ହେଇନି, ଆଜି ପର୍ଯ୍ୟନ୍ତ କିଣା ହେଇନି ଏବଂ ୱାର୍ଡ଼ ମେମ୍ବର ମାନେ ସେ ବିଷୟରେ ଅବଗତ ନୁହଁ। ତେଣୁ ସେ ପଇସାଟା ଦୁଇ ଜଣଙ୍କ ଭିତରେ ତାଙ୍କର ସଫାସୁତୁରା ହେଇକିରି ଦୁଇ ଜଣ ଭିତରେ ଚଳୁ କରିବାର ବ୍ୟବସ୍ଥା ଥିଲା। ତେଣୁ ସରକାରଙ୍କୁ ମୁଁ ଏଥିପାଇଁ ଜଣାଇବା ପାଇଁ ଚାହୁଁଛି ଯେ ୟାର ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ୟା ପୂର୍ବରୁ ଆହୁରି କେତେ ଏଭଳିଆ ଦୁର୍ନୀତି ହେଇଥିବ ସେଟା ସେଇମାନେ ହିଁ କହିପାରିବେ, ନହେଲେ RTI ମାଧ୍ୟମରେ ମାଗିଲେ ହୁଏତ ଜଣାପଡ଼ିପାରେ। କିନ୍ତୁ ମୋ ନଜରକୁ ଯେଉଁଟା ଆସିଲା, ମୁଁ ସେଥିପାଇଁ ପ୍ରେସ୍ ମିଟ୍ ଡାକିକି ଆଜି ଆପଣଙ୍କ ମାଧ୍ୟମରେ ମାନେ ପ୍ରଶାସନକୁ ଜଣାଇବା ପାଇଁ ଚାହୁଁଛୁ। ୟାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଯଦି ୟାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ, ଆଗାମୀ ଦିନରେ ୟାର ବିକଳ୍ପ ତିଆରି କରାଯିବ। ମୁଁ ଏଇ ଗତ 28 ତାରିଖ ଦିନ ମିଟିଂରେ ପଞ୍ଚାୟତ ଯାଇଥିଲି ବେଳେ ଆମ ୱାର୍ଡ଼ ମେମ୍ବର ଭାଇ ଜଣେ କହିଲେ 1.5 ଲକ୍ଷ ଟଙ୍କା ୱିଥଡ୍ର ହେଇଛି। ତ ସେଇ ପଇସାଟା ଫର୍ଣ୍ଣିଚର କିଣିବା ପାଇଁ ହେଇଥିଲା। 1.5 ମାସ ଆଗରୁ ସେ ପଇସାଟା ଉଠେଇଛନ୍ତି। ତ ଫର୍ଣ୍ଣିଚର କିଛି ଜିନିଷ ଆସିନି। ତେଣୁକରି ପ୍ରଶାସନ ୟା ବିଷୟରେ ତଦାରଖ କଲେ ଟିକେ ଭଲ ହେଇଥାନ୍ତା। କିଏ ଟଙ୍କା ଉଠେଇଛନ୍ତି? ପିଓ ସାର୍ ଉଠେଇଛନ୍ତି ଆଉ ମ୍ୟାଡ଼ାମ୍ ସରପଞ୍ଚ ମ୍ୟାଡ଼ାମ୍। ଆପଣଙ୍କୁ ଜଣେଇଥିଲେ? ନା, ଆମକୁ କିଛି ଜଣେଇନାହାନ୍ତି। କେବେ ହେଇଥିଲା ଏଟା ପାର୍ଟିକୁଲାର ଡେଟ୍ କେବେ ହେଇଥିଲା? ଟଙ୍କାଟା ୱିଥଡ୍ର କରିଥିଲେ? 20/6ରେ ଉଠିଥିଲା ଆଉ 30/6ରେ ଉଠିଥିଲା। ବର୍ତ୍ତମାନ କ'ଣ କହିଲେ ସେମାନେ ବର୍ତ୍ତମାନ ଜାଣିବାକୁ ପାଇଥିଲେ ଯେ ସେଇ ପଇସାଟା ୟୁଜ୍ କରିନାହାନ୍ତି। କାହିଁକି ଉଠେଇଲେ କିଛି? ସେ ବିଷୟରେ ତ ଆଗରୁ କହିଥିଲେ ଫର୍ଣ୍ଣିଚର ପାଇଁ ଜିନିଷଟା। ତ ଫର୍ଣ୍ଣିଚର ଜିନିଷ ୱିଥଡ୍ର ହେଇଯାଇଛି ପଇସା, ଅଥଚ ଫର୍ଣ୍ଣିଚର ଜିନିଷ କିଛି ଆସିନାହିଁ। କାହାକୁ ଅଭିଯୋଗ କରିଛନ୍ତି? ପିଓ ସାର୍ ଆଉ ମ୍ୟାଡ଼ାମ୍ ଦୁଇ ଜଣ ହେଇକି ପଇସାଟା ଉଠିଛନ୍ତି। ତେଣୁ ତାଙ୍କ ଅଭିଯୋଗ ବିଷୟରେ ଆମେ ପ୍ରଶାସନକୁ ଜଣାଇବା ପାଇଁ କ'ଣ ଚାହୁଁଛନ୍ତି? କ'ଣ ଚାହୁଁଛନ୍ତି? କ'ଣ ଚାହୁଁଛନ୍ତି? ଏଇ ଯେଉଁ ପଇସା ସେମାନେ ଉଠେଇ ଦେଇଛନ୍ତି, କ'ଣ ଚାହୁଁଛନ୍ତି? କୌଣସି ୱାର୍ଡ଼ ମେମ୍ବରଙ୍କୁ ଜଣାଇନାହାନ୍ତି। ସେ ପଇସାଟା ସେମାନେ ହଡ଼ପ କରିବା ପାଇଁ ଚେଷ୍ଟା କରୁଛନ୍ତି। କ'ଣ କହିବା ପାଇଁ ଚାହିଁବେ ପ୍ରଶାସନକୁ? ପ୍ରଶାସନକୁ କହିବା ପାଇଁ ଚାହୁଁଛି ଯେ ଯେଉଁ ପଇସାଟା 1.5 ଲକ୍ଷ ୱିଥଡ୍ର କରିଛନ୍ତି ତାର ବିନିଯୋଗ କରିବା ପାଇଁ ଠିକ୍ ଭାବରେ ପ୍ରଶାସନ ତାଙ୍କୁ କଲେ ସମସ୍ତ ୱାର୍ଡ଼ ମେମ୍ବର ମାନେ ଉପକୃତ ହେଇଥାନ୍ତେ। ଆଉ ଯେଉଁ ନ ଜଣେଇକି ସେମାନେ ପଇସା ଉଠେଇଛନ୍ତି ତା ବାବଦରେ ନ ଜଣେଇକି ସେମାନେ ପଇସା ଉଠେଇଛନ୍ତି ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଆଜ୍ଞା, ଗତ 6 ମାସ ପୂର୍ବରୁ ତଳେ ଆମ ପଞ୍ଚାୟତର ଫର୍ଣ୍ଣିଚର କିଣିବା ପାଇଁ BDO ସାର୍ଙ୍କ ପାଖକୁ ଟିକେ ଆପ୍ଲିକେସନ୍ ଯାଇଥିଲା। ଆପ୍ଲିକେସନ୍ ଆପ୍ରୁଭ୍ କରିକି 1,50,000 ଟଙ୍କାର ପାସ୍ ହେଇଥିଲା। ସେ ପାସ୍ ଟଙ୍କାକୁ ହଠାତ୍ 1.5 ମାସ ପୂର୍ବେ 1,00,000 ଟଙ୍କା କଲେକ୍ସନ୍ କରିଛନ୍ତି। ତାପରେ ଏ ମଝି ଗତ 6 ମାସରେ 50,000 ଟଙ୍କା ୱିଥଡ୍ର କରିଛନ୍ତି। ସେ ପଇସା କୁଆଡ଼େ ଗଲା ତାର କଥା ନାହିଁ। ଏବଂ ଗତ 28/7ରେ ମିଟିଂ, ପଞ୍ଚାୟତ ବଡ଼ି ମିଟିଂ ବସିଲା। ସେ ମିଟିଂରେ ହଠାତ୍ ଆମର ୱାର୍ଡ଼ ମେମ୍ବର ଭାଇମାନେ କ୍ୱେଶ୍ଚନ୍ କଲେ ଯେ ଫର୍ଣ୍ଣିଚର କିଣିବା ପାଇଁ ଯେଉଁ ଟଙ୍କା କଲେକ୍ସନ୍ ହେଇଛି ସେ ଟଙ୍କା ଗଲା କୁଆଡ଼େ। ସେତେବେଳେ ସେମାନେ କହିଲେ ଯେ ବର୍ଷା ପାଇଁ ଅଫିସ୍ ପିଓ ସାର୍ କହିଲେ ବର୍ଷା ପାଇଁ ଆପଣଙ୍କର ମାନେ ଫର୍ଣ୍ଣିଚର କିଣା ହେଇପାରିଲା ନାହିଁ, ପରେ କିଣିବୁ, ଆଉ ସମୟ ଦେଖିକିରି କିଣିବୁ, ଆଉ ଆପଣମାନଙ୍କୁ ଜଣେଇବୁ, ଏହା କହିଲେ। କିନ୍ତୁ କିଛି ଜଣେ ନ ଜଣେଇକିରି ଧୀର ଧାର କରି ରହିଛନ୍ତି। ଏବଂ ଗତ 6 ମାସ ପୂର୍ବରୁ ଗୋଟେ ଆକ୍ୱାଗାର୍ଡ଼ ମଧ୍ୟ 1,20,000 ଟଙ୍କା ବିଲ୍ ଆଜ୍ଞା ହେଇଛି। ତାର ମଧ୍ୟ କିଏ କ'ଣ କୁଆଡ଼େ ଗଲା ତାର ପଇସାର କିଛି ହିସାବ ନାହିଁ। ଏବଂ ଆମେ ମଧ୍ୟ ସେଥିରେ କିଣିବା ବେଳେ ଜାଣିନୁ, ହଠାତ୍ ଲାଗିଲା ବେଳେ ସାର୍ ଜାଣିଲୁ। ତେଣୁ ଏଇଭଳିଆ କାର୍ଯ୍ୟ ଓଡ଼ିଶା ସରକାରର ଚାଲୁ ରହିଛି କି ଆଗ ବିଲ୍ ହେବ ତାପରେ ମାନେ ଜିନିଷ କିଣା ହେବ, ଏହା ମୁଁ ଜାଣିନି। ସରକାର ଉଚିତ ପଦକ୍ଷେପ ନେଲେ ଆମେ ୱାର୍ଡ଼ ମେମ୍ବର ଆମର ଭାଇ ସବୁ ବସିଛନ୍ତି ଭଲ ଖୁସି। ଆପଣ କହୁଛନ୍ତି ଯେ କିଏ ଯିଏ ଆପଣଙ୍କର ପିଓ ଅଛନ୍ତି ସେ ପିଓଙ୍କ ନାଁ କ'ଣ? ସୁଭାଶିଷ ବେହେରା। ଆପଣ କହୁଛନ୍ତି ଯେ ସରପଞ୍ଚ ଆଉ ପିଓ ମିଳିତ ସହଯୋଗରେ ପଇସା ଉଠା ହେଇଛି,
ନା କେମିତି ଉଠାଇଛି? ନାଇଁ ସାର୍ ସରପଞ୍ଚ ଆଉ ପିଓ ମୋର ମିଳିତ ସହଯୋଗରେ ପଇସା ଉଠା ହେଇଛି ସାର୍। କଣ ଚାହୁଁଛନ୍ତି? ମନୋପଲି ଚଲାଇଛନ୍ତି ପଞ୍ଚାୟତର ଆଉ 18 ଜଣ ୱାର୍ଡ଼ ମେମ୍ବର ଅଛି, ସେମାନେ କିଛି ଜାଣିନାହାନ୍ତି। ଇଭିନ୍ କି ମୁଁ ନିଜେ ନାୟବ ସରପଞ୍ଚ ମୁଁ ମଧ୍ୟ ଜାଣିପାରିଲି ନାହିଁ। ତେଣୁ ଏଭଳିଆ କାର୍ଯ୍ୟକଳାପ ପାଇଁ ମୋତେ ଭଲ ଲାଗୁନି। ତେଣୁ ମୁଁ ବାଧ୍ୟ ହୋଇକରି ଗଣମାଧ୍ୟମ ପାଖକୁ ପ୍ରଚାର ପାଇଁ ମୁଁ ଉଚିତ ତାର କି ଭାବରେ ବିଚାର କରାଯିବ, ବିଡ଼ିଓ ସାର୍ ତାର ଉଚିତ କି ବିଚାର କରିବେ କି ଜିପିଓ ସାର୍ କି ଉଚିତ ବିଚାର କରିବେ, ଏ ଗୋଚରାର୍ଥେ ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ।